ଏହି ସମୟ ଆସନ୍ତୁ ଆମ୍ଭେମାନେ ଅନୁତାପର ପ୍ରମାଣ ଏହି ଉପଦେଶ ଶୀର୍ଷକ ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା। ପ୍ରାୟଶ୍ଚିତ୍ତର ଦିନ ସେହି ପାପୀମାନଙ୍କୁ କ୍ଷମା କରିବା ନିମନ୍ତେ ଅଛି ଯେଉଁମାନେ ସ୍ୱର୍ଗରେ ପାପ କରିଥିଲେ ଓ ମରିବା ପାଇଁ ନିଯୁକ୍ତ ଥିଲେ। ପ୍ରାୟଶ୍ଚିତ୍ତର ଦିନ ଦ୍ୱାରା ସମସ୍ତ ଲୋକମାନେ ଆପଣା ସମସ୍ତ ଗତ ପାପ ଓ ଅଧର୍ମର କ୍ଷମା ପରମେଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ କରିପାରିବା। ପରମେଶ୍ୱର କହିଲେ କି ପରମେଶ୍ୱର ଆମମାନଙ୍କୁ ପାପର କ୍ଷମା ଦେଉଛନ୍ତି କାରଣ ଆମ୍ଭେମାନେ ବାସ୍ତବରେ ଅନୁତାପ କରିଅଛୁ। ମାତ୍ର ଆମମାନଙ୍କ ଅନୁତାପର ପ୍ରମାଣ କ'ଣ? ମାଥିଉ ଅଧ୍ୟାୟ 7ରେ ଅନେକ ଲୋକମାନେ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାର ଦାବି କରୁଛନ୍ତି ପରମେଶ୍ୱରଙ୍କୁ ହେ ପ୍ରଭୁ କହିବା ସହିତ ଅନ୍ତିମ ନ୍ୟାୟର ଦିନରେ ପରମେଶ୍ୱରଙ୍କ ସିଂହାସନର ସମ୍ମୁଖକୁ ଯାଉଛନ୍ତି। ସେମାନେ ଯୀଶୁଙ୍କୁ କହୁଛନ୍ତି, ଆମ୍ଭେମାନେ ତୁମ ନାମରେ ଭାବବାଣୀ କଲୁ ଆଉ ତୁମ ନାମରେ ଭୂତମାନଙ୍କୁ ଛଡ଼ାଇଲୁ ଓ ଅନେକ ଆଶ୍ଚର୍ଯ୍ୟ କର୍ମ କରିଅଛୁ। ଯୀଶୁ କିଛି ନିଶ୍ଚିତ ମାପଦଣ୍ଡର ଆଧାର ଉପରେ ପାର୍ଥକ୍ୟ କଲେ କି ସେମାନେ ପ୍ରକୃତ ବିଶ୍ୱାସୀ ଅଟନ୍ତି ନା ନାହିଁ। ଯୀଶୁ କହିଲେ, ଯେଉଁ ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ନିୟମକୁ ପାଳନ କରନ୍ତି। କିନ୍ତୁ ତୁମ୍ଭେ ସମସ୍ତେ କୁକର୍ମର ପାଳନ କରିଅଛ। ହେ ଅଧର୍ମଚାରୀମାନେ, ମୋ ପାଖରୁ ଚାଲିଯାଅ। ଏହି ପ୍ରକାର ପରମେଶ୍ୱର ଅବିଶ୍ୱାସୀମାନଙ୍କ ଠାରୁ ବିଶ୍ୱାସୀମାନଙ୍କୁ ଅଲଗା କରିଛନ୍ତି। ତେବେ କ'ଣ ପ୍ରମାଣିତ କରିପାରିବ କି ଆମ୍ଭେମାନେ ଅନୁତାପ କରିଅଛୁ ବା ନୁହେଁ? ଏହା ଆମମାନଙ୍କ ପାଇଁ ମହତ୍ୱପୂର୍ଣ୍ଣ ମାମଲା ଅଟେ। ସଂକ୍ଷେପରେ ଅନୁତାପର ପ୍ରମାଣ ପ୍ରଚାର ଅଟେ। ଯେତେବେଳେ ଯୀଶୁ 2000 ବର୍ଷ ପୂର୍ବେ ପୃଥିବୀରେ ଆସିଥିଲେ ତେବେ ସେ କ'ଣ କହିଥିଲେ? ଯଦି ତୁମ୍ଭେ ବାସ୍ତବରେ ଅନୁତାପ କରିଅଛ ତେବେ କ'ଣ କର? ସାମରିଆରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କର। ସୁସମାଚାର ପ୍ରଚାର କରିବା ଗୋଟିଏ ପରେ ଗୋଟିଏ ଆତ୍ମାର ଅନୁତାପରେ ନେତୃତ୍ୱ କରିବାର ପ୍ରକ୍ରିୟା ଅଟେ। ଜଣେ ବ୍ୟକ୍ତିର ଅନୁତାପରେ ନେତୃତ୍ୱ କରିବା ସହଜ ନୁହେଁ। କିଛି ଲୋକମାନେ ସତ୍ୟ ଶୁଣିବାର ଦେଖା ଦିଅନ୍ତି କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ବ୍ୟତୀତ ସଂସାରରେ ମନ ରଖନ୍ତି, ବା କିଛି ସ୍ୱର୍ଗ ରାଜ୍ୟକୁ ଏପରି ଦୁନିଆ ମାନନ୍ତି ଯାହାର ଅସ୍ତିତ୍ୱ ନଥିବ। ସୁସମାଚାରର ପ୍ରଚାର କରିବା କଦାପି ମଧ୍ୟ ସହଜ କାମ ନୁହେଁ। ପ୍ରେରିତ ପାଉଲ ପ୍ରଚାର କରିବାର ତୁଳନା ଶିଶୁକୁ ଜନ୍ମ ଦେବା ସହିତ କରିଛନ୍ତି। ତାହା ଜଣାଉଅଛି କି ଏହା କେତେ କଷ୍ଟକର। କିନ୍ତୁ ପ୍ରଚାର ଦ୍ୱାରା ଆମ୍ଭେ ଏହି କଥା ଜୀବନ୍ତ ପ୍ରମାଣ ପ୍ରାପ୍ତ କରିପାରିବା କି ଆମ୍ଭେମାନେ ଅନୁତାପ କରିଅଛୁ କି ନାହିଁ। ପରମେଶ୍ୱର ଆମ୍ଭମାନଙ୍କୁ ସାମରିଆରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରିବା ନିମନ୍ତେ କହିଲେ। ଏହା ହେତୁ ନୁହେଁ କି ତାଙ୍କ ପାଖରେ କୌଣସି କ୍ଷମତା ନଥିଲା, କିନ୍ତୁ ଏଥିପାଇଁ କି ଆମ୍ଭେ ପ୍ରଚାର କରିବା ସମୟରେ ବାସ୍ତବରେ ଅନୁତାପ କରିପାରିବା। ପରମେଶ୍ୱର କହିଲେ, ଯତ୍ନ ସହକାରେ ସତ୍ୟର ପ୍ରଚାର କର। ଆମ୍ଭେମାନେ ଏହା ବୁଝିବାର ଆବଶ୍ୟକତା ଅଛି କି ଏହି ବାକ୍ୟରେ ପରମେଶ୍ୱରଙ୍କ ଇଚ୍ଛା ଅଛି ଯାହା ଆମ୍ଭମାନଙ୍କ ପ୍ରକୃତ ଅନୁତାପକୁ ଦେଖିବାକୁ ଚାହୁଁଛନ୍ତି। ଆସନ୍ତୁ ଆମ୍ଭେମାନେ ମାଥିଉ ଅଧ୍ୟାୟ 4 ପଦ 17ରେ ଦେଖିବା। ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। କେବଳ ସେମାନେ ଯେଉଁମାନେ ଅନୁତାପ କରିଛନ୍ତି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ। କ'ଣ କିଏ ଅଛି ଯିଏ ଅନୁତାପ ବିନା ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ? ଏଥିପାଇଁ ଯୀଶୁ ଆମ୍ଭମାନଙ୍କୁ ଅନୁତାପ କରିବାର ଆଗ୍ରହ କଲେ କାରଣ ସ୍ୱର୍ଗ ନିକଟ ଆସିଅଛି। ଆମ୍ଭେମାନେ ଅନୁତାପ କରିବା ଉଚିତ। ଅନୁତାପ କ'ଣ ଅଟେ? ଏହା ସ୍ୱର୍ଗରେ ଓ ପୃଥିବୀରେ କରାଯାଇଥିବା ଆମମାନଙ୍କ ସମସ୍ତ ପାପକୁ ଅଙ୍ଗୀକାର କରିବା ଉଚିତ ଓ ଜାଣିଶୁଣି ଓ ଅଜାଣତାରେ କରାଯାଇଥିବା ସମସ୍ତ ଭୁଲ ନିମନ୍ତେ ଦୁଃଖ ଅନୁଭବ କରିବା ଉଚିତ, ଯାହା ମଧ୍ୟ ଆମ୍ଭମାନଙ୍କର ପାପ ଅଛି। କେବଳ ଯେତେବେଳେ ଆମ୍ଭେମାନେ ଭଲ ଭାବରେ ଅନୁତାପ କରିବା ତେବେ ହିଁ ଆମ୍ଭମାନଙ୍କ ନିମନ୍ତେ ଅନନ୍ତ ସ୍ୱର୍ଗର ଦ୍ୱାର ଖୋଲିବ। ଏଥିପାଇଁ ଯୀଶୁ ଶିଖାଇଲେ କି ଯେତେବେଳେ ସ୍ୱର୍ଗ ସନ୍ନିକଟ ତେବେ ଅନୁତାପ ସବୁଠାରୁ ଆବଶ୍ୟକ। ତେବେ ଆମ୍ଭେମାନେ ଅନୁତାପ କେମିତି କରିପାରିବା? ଯଦି ଆମ୍ଭେମାନେ କେବଳ କହିବା କ୍ଷମା କରନ୍ତୁ, ଏହା ମୋର ଭୁଲ, ଦୟାକରି ମୋତେ କ୍ଷମା କରନ୍ତୁ, ତେବେ କ'ଣ ଏମିତି ହେବ? କେବଳ ଓଠରେ ଓ ମୁହଁରେ ଅନୁତାପ କରିବା ଯଥେଷ୍ଟ ନୁହେଁ। ଏହା ମାଥିଉ ଅଧ୍ୟାୟ 7ରେ ଲେଖା ହୋଇଅଛି।
ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ଯଦି କେହି ଯୀଶୁଙ୍କୁ ହେ ପ୍ରଭୁ କହେ, ତେବେ କ'ଣ ସେ ଏହା ଦ୍ୱାରା ଜଣେ ବିଶ୍ୱାସୀ ହୋଇପାରିବ ନାହିଁ? ଯୀଶୁ ସ୍ପଷ୍ଟ ରୂପରେ କହିଲେ କି କେବଳ ସେ ଯିଏ ସ୍ୱର୍ଗୀୟ ପରମେଶ୍ୱରଙ୍କ ଇଚ୍ଛା ସାଧନ କରେ ସ୍ୱର୍ଗରେ ପ୍ରବେଶ କରିପାରିବ। ବିଶ୍ୱାସ ଅଦୃଶ୍ୟ ଅଟେ, କିନ୍ତୁ ବିଶ୍ୱାସ ଦେଖାଇ ଦେବା ନିମନ୍ତେ ଆମମାନଙ୍କୁ ପରମେଶ୍ୱରଙ୍କ ଆଜ୍ଞା ଦିଆଯାଇଅଛି। ଅନୁତାପର ନିମନ୍ତେ ମଧ୍ୟ ସେପରି ହିଁ ଅଟେ। କିଏ ଆପଣ ଅନୁତାପକୁ ପୂରା କରିପାରିବ? ତାହାର ଅନୁତାପର ପ୍ରମାଣ କ'ଣ? ପରମେଶ୍ୱରଙ୍କ ଆଖିରେ ଅନୁତାପର ପ୍ରମାଣ ଏହା ଅଟେ କି କ'ଣ ସେ ସୁସମାଚାର ପ୍ରଚାର କରୁଅଛି କି ନାହିଁ। ପରମେଶ୍ୱର ଆମମାନଙ୍କ ପ୍ରଚାର ଦ୍ୱାରା ଆମମାନଙ୍କ ଅନୁତାପକୁ ପରୀକ୍ଷା କରନ୍ତି। ଆସନ୍ତୁ ଆମ୍ଭେମାନେ ଲୁକ ଅଧ୍ୟାୟ 24 ପଦ 47 ଦେଖିବା। ପୁଣି ଜେରୁସାଲେମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। ଯେମିତି ଏହା କହୁଅଛି ଏହା ସମସ୍ତ ଜାତିଙ୍କ ନିକଟରେ ପ୍ରଚାର କରାଯିବ, ସେମିତି ସମସ୍ତ ଜାତିଙ୍କ ନିକଟରେ ଏହାର ପ୍ରଚାର କରାଯିବା ଉଚିତ। ଏହାର କ'ଣ ଅର୍ଥ କି ମନ ପରିବର୍ତ୍ତନର ପ୍ରଚାର କରାଯିବ? ପ୍ରଚାର ଦ୍ୱାରା ଆମ୍ଭେମାନେ ଲୋକଙ୍କୁ ବୁଝାଇ ପାରିବା କି ସେମାନେ ସ୍ୱର୍ଗରେ ଥିଲେ, କିନ୍ତୁ ସେମାନେ ଆପଣ ପାପ କାରଣରୁ ପୃଥିବୀରେ ବହିଷ୍କୃତ ହେଲେ। ପ୍ରଚାର ବିନା କ'ଣ ଆମ୍ଭେମାନେ ସେମାନଙ୍କୁ ସେମାନଙ୍କ ଗତ ଜୀବନ ଓ ପରବର୍ତ୍ତୀ ଜୀବନ ଶିଖାଇ ପାରିବା? ପ୍ରଚାର ବିନା ଆମ୍ଭେମାନେ ସେମାନଙ୍କୁ କେବେ ବି ଏହା ବିଷୟରେ ଜାଣିବାକୁ ଦେଇପାରିବା ନାହିଁ। ଏଥିପାଇଁ ଯୀଶୁ ପ୍ରଭାତରେ ପୃଥିବୀରେ କ'ଣ କଲେ? ପ୍ରଭାତର ପ୍ରାର୍ଥନା ପରେ ସେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବା ଓ ଅନୁତାପର ଆଗ୍ରହ କରିବା ନିମନ୍ତେ ନଗର ନଗର ଗଲେ। ଯିଏ ସତରେ ଅନୁତାପ କରିଅଛି ସେ କେବଳ ଆପଣା ଉଦ୍ଧାରରେ ସନ୍ତୁଷ୍ଟ ନୁହେଁ, ସେ ଅନ୍ୟମାନଙ୍କ ମନକୁ ପରିବର୍ତ୍ତନ କରିବା ନିମନ୍ତେ ପ୍ରୋତ୍ସାହିତ କରୁଥିଲେ। ଅନ୍ୟ ଶବ୍ଦରେ ସେ ଅନୁତାପର ପ୍ରଚାର କରୁଥିଲେ। ଆମେ ବିଶ୍ୱାସଯୋଗ୍ୟ ରୂପରେ ପ୍ରଚାର କରିବା ନିମନ୍ତେ ଆମ୍ଭେମାନେ ଆପଣା ପୁରାତନ ସ୍ୱଭାବକୁ ବାହାର କରିଦେବା ଉଚିତ ଓ ନୂତନ ସ୍ୱଭାବକୁ ପିନ୍ଧିବା ଉଚିତ। ଆସନ୍ତୁ ଆମ୍ଭେମାନେ ଏଫେସୀୟ ଅଧ୍ୟାୟ 4 ପଦ 20 ଉପରେ ଏକ ନଜର ପକାଇବା। କିନ୍ତୁ ତୁମେମାନେ ଖ୍ରୀଷ୍ଟଙ୍କୁ ସେ ପ୍ରକାର ଶିକ୍ଷା କରିନାହଁ, ତୁମେମାନେ ତ ତାହାଙ୍କ ବିଷୟରେ ଶୁଣିଅଛ, ପୁଣି ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ। ଅର୍ଥାତ୍ ତୁମେମାନେ ତୁମମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି ତାହାକୁ ପରିତ୍ୟାଗ କରିବାକୁ, ପୁଣି ତୁମମାନଙ୍କ ମନରେ ନୂତନକୃତ ହୋଇ ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛ ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ। ଅନୁତାପ ପୁରାତନ ସ୍ୱଭାବକୁ ପରିତ୍ୟାଗ ଓ ନୂତନ ସ୍ୱଭାବକୁ ପିନ୍ଧିବାର ଏକ ପ୍ରକ୍ରିୟା ଅଟେ। ପରମେଶ୍ୱର ପୁରାତନ ସ୍ୱଭାବକୁ ପରିତ୍ୟାଗ ଓ ନୂତନ ସ୍ୱଭାବକୁ ପିନ୍ଧିବାର ପ୍ରକ୍ରିୟାକୁ ପ୍ରଚାରରେ ପକାଇଲେ। ପ୍ରଚାର କରିବା ସମୟରେ ଆମ୍ଭେମାନେ ସମସ୍ତ ପ୍ରକାର ଲୋକମାନଙ୍କ ସହିତ ସାକ୍ଷାତ ହେଇଥାଉ। ଜିଦ୍ଦି ଲୋକ, ଭଦ୍ରଲୋକ, ସେମାନେ ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି, ସେମାନେ ଯେଉଁମାନେ ଶୁଣନ୍ତି ନାହିଁ। ଏହା ମଧ୍ୟରେ ଆମ୍ଭମାନଙ୍କ କଣିଆ ଚରିତ୍ରକୁ ସୁଚାରୁ କରାଯାଉଅଛି। ସେହି ଲୋକମାନଙ୍କୁ ଦେଖି ଆମ୍ଭେମାନେ ଏହା ଦେଖିପାରିବା କି ଆମ୍ଭେମାନେ ସ୍ୱର୍ଗରେ କେତେ ଜିଦ୍ଦି ଥିଲୁ। ଲୋକମାନେ ଦୃଢ଼ ସତ୍ୟକୁ ଶୁଣିବା ପାଇଁ ଅସ୍ୱୀକାର କରୁଛନ୍ତି। ସେମାନେ ମିଥ୍ୟା ଓ ନିରର୍ଥକ କଥାରୁ ସତ୍ୟକୁ ଅସ୍ୱୀକାର କରୁଛନ୍ତି। ଏହା ବହୁତ ନିରାଶଜନକ ଅଟେ। ପ୍ରେରିତ ପାଉଲ କହିଲେ କି ପ୍ରଚାର କରିବା ଶିଶୁକୁ ଜନ୍ମ ଦେବା ପରି। ଏହା କିଛି ଏପରି ନୁହେଁ ଯାହା ପ୍ରତ୍ୟେକ ଜଣ ସ୍ୱଚ୍ଛତାରେ କରିବାକୁ ଚାହିଁଥାଏ। ଏହା କଠିନ ଓ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଅଟେ। ତେବେ କେବଳ କିଏ ପ୍ରଚାର କରିପାରିବ? କେବଳ ସେମାନେ ଯେଉଁମାନେ ଅନୁତାପ କରିଛନ୍ତି। ପ୍ରଥମ ଥିସ୍ସଲନିକୀୟ ଅଧ୍ୟାୟ 2ରେ ଯେଉଁ ଲୋକମାନେ ଅନୁତାପ କରିଛନ୍ତି ସେମାନଙ୍କୁ ସେହି ଲୋକମାନଙ୍କ ରୂପରେ ବର୍ଣ୍ଣନା କରାଯାଇଅଛି ଯେଉଁମାନଙ୍କୁ ପରମେଶ୍ୱର ମନୋନୀତ କରିଛନ୍ତି। ପରମେଶ୍ୱରଙ୍କ ଦ୍ୱାରା ଯୋଗ୍ୟ ମନୋନୀତ ହେବା ନିମନ୍ତେ ଆମମାନଙ୍କୁ ଆପଣା ଭୁଲ ପୁରାତନ ସ୍ୱଭାବକୁ ବାହାର କରିବା ଓ ନୂତନ ସ୍ୱଭାବ ସହିତ ପୁଣି ଜନ୍ମ ନେବାର ଆବଶ୍ୟକତା ଅଛି, ଯାହାଦ୍ୱାରା ଆମମାନଙ୍କ ଅନୁତାପ ପୁରା ହୋଇପାରିବ। ଆମମାନଙ୍କ ଅନୁତାପ ପୁରା ହେବାର ସମ୍ପୂର୍ଣ୍ଣ ପ୍ରମାଣ ଏହା କି ଆମେମାନେ ପ୍ରଚାର କରୁଅଛୁ।
3절에서 알아보겠습니다. ଆସନ୍ତୁ ଆମ୍ଭେମାନେ ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 2ର ପଦ 3ରେ ଏହାର ପୃଷ୍ଟି କରିବା। 우리의 권위는 କାରଣ ଆମ୍ଭମାନଙ୍କ ପ୍ରଚାର ଉପଦେଶ ଭ୍ରମ ବା ଅସୁଚିତାମୂଳକ ଅବା ଛଳଯୁକ୍ତ ନୁହେଁ, କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେ ରୂପେ ଈଶ୍ୱରଙ୍କ କର୍ତ୍ତୃକ ଯୋଗ୍ୟ ଗଣିତ ହୋଇଅଛୁ, ସେହି ରୂପେ ଆମ୍ଭେମାନେ ପ୍ରଚାର କରୁ। 회개한 자들입니까? 회개치 못한 ଯେଉଁମାନଙ୍କୁ ପରମେଶ୍ୱର ଯୋଗ୍ୟ ଗଣିତ କରିଅଛନ୍ତି, କ'ଣ ସେମାନେ ଅନୁତାପ କରିଛନ୍ତି କି ନାହିଁ? ଯେଉଁମାନେ ଅନୁତାପ କରିଛନ୍ତି ସେମାନଙ୍କୁ ପରମେଶ୍ୱର ଯୋଗ୍ୟ ଗଣିତ କରିଛନ୍ତି, ଏବଂ କେବଳ ସେମାନେ ହିଁ ଯେଉଁମାନଙ୍କୁ ପରମେଶ୍ୱର ଯୋଗ୍ୟ ଗଣିତ କରିଛନ୍ତି ସେମାନଙ୍କୁ କ'ଣ ସମର୍ପିତ କରାଯାଇଅଛି? କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେ ରୂପେ ଈଶ୍ୱରଙ୍କ କର୍ତ୍ତୃକ ଯୋଗ୍ୟ ଗଣିତ ହୋଇଅଛୁ, ସେହି ରୂପେ ଆମ୍ଭେମାନେ ପ୍ରଚାର କରୁ। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁନାହୁଁ, ବରଂ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ୱର, ତାହାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁ। 했다고 합니다. ଭାଇ ଓ ଭଉଣୀମାନେ, ଅନେକ ଲୋକମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାର ଦାବି କରୁଛନ୍ତି। ସେମାନେ କହୁଛନ୍ତି କି ସେମାନେ ବିଶ୍ୱାସ କରୁଛନ୍ତି ଓ ସେମାନେ ଅନୁତାପ କରୁଛନ୍ତି। ବିଶ୍ୱାସ ଓ ଅନୁତାପ ଏହି ଦୁଇଟି ବସ୍ତୁ ଅଦୃଶ୍ୟ ଅଟେ, 하신 것이 କିନ୍ତୁ ପରମେଶ୍ୱର ପ୍ରଚାର ଦ୍ୱାରା ବିଶ୍ୱାସ ଓ ଅନୁତାପକୁ ଦେଖାଇଲେ। 또 이 회개라고 하는 것. ଯେଉଁ ଲୋକମାନେ ପ୍ରଚାର କରୁନାହାନ୍ତି ସେମାନେ ସେହି ଲୋକମାନଙ୍କ ରୂପରେ ଗଣିତ କରାଯାଆନ୍ତି ନାହିଁ 이건 ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ 했다라고 이렇게 ଅନୁତାପ କରିଛନ୍ତି। ଯେତେବେଳେ କେହି ସତରେ ଅନୁତାପ କରିଥାଏ, 했으면 ତେବେ ସେ ଆପଣା ପଡ଼ୋଶୀ, ପରିଚିତ ଓ ସାଙ୍ଗମାନଙ୍କୁ ମଧ୍ୟ ଅନୁତାପ କରିବା ପାଇଁ ଏହା କହିବା ସହିତ ପ୍ରୋତ୍ସାହିତ କରିବ, ଆପଣଙ୍କୁ ଏହି ପ୍ରକାର ଜୀବନ ଯାପନ କରିବା ଉଚିତ ନୁହେଁ। ଆମେମାନେ ସ୍ୱର୍ଗର ପାପୀ ଅଟୁ। ଆମମାନଙ୍କୁ ଆପଣା ପାପ ସକାଶୁ ପୃଥିବୀରେ ବାହାର କରାଯାଇଥିଲା। କ'ଣ ଆମ୍ଭମାନଙ୍କୁ ଆପଣା ପାପର ଅନୁତାପ କରି ସ୍ୱର୍ଗକୁ ଯିବା ଉଚିତ ନୁହେଁ? ଏପରି ବ୍ୟକ୍ତିକୁ ତାହା ଗଣିତ କରାଯାଇପାରିବ ଯିଏ ବାସ୍ତବରେ 때문에 ଅନୁତାପ କରିଥିବ। ଲୁକ ଅଧ୍ୟାୟ 24ରେ ଯୀଶୁ କହିଲେ, ପୁଣି ଜେରୁସାଲେମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। 그 이렇게 말하고 ଏଥିପାଇଁ ଆମ୍ଭମାନଙ୍କୁ ମନ ପରିବର୍ତ୍ତନର ପ୍ରଚାର କରିବା ଉଚିତ। 전해야 되겠습니다. ପରମେଶ୍ୱର ଆମମାନଙ୍କୁ ଅନୁତାପ କରାଇବା ପାଇଁ ବିଭିନ୍ନ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି, ଯେମିତିକି ପରମେଶ୍ୱରଙ୍କ ଆଜ୍ଞାର ପାଳନ କରିବା ଓ ପ୍ରଚାର କରିବା। ପରମେଶ୍ୱର ଆମ୍ଭମାନଙ୍କ ଭୁଲ କର୍ମକୁ ଉଚିତ କରିବା ଓ ଆମ୍ଭମାନଙ୍କୁ ନିର୍ମଳ କରିବାରେ ସାହାଯ୍ୟ କରୁଛନ୍ତି, ଯାହାଦ୍ୱାରା ଆମ୍ଭେମାନେ ପରିପକ୍ୱ ବିଶ୍ୱାସ ରଖିପାରିବା। ପ୍ରଚାର ଆମମାନଙ୍କୁ ପୁରାତନ ସ୍ୱଭାବକୁ ବାହାର କରିବା ଓ ନୂତନ ସ୍ୱଭାବକୁ ପରିଧାନ କରିବା ନିମନ୍ତେ ଗୋଟିଏ ମାର୍ଗ ରୂପରେ ଦିଆଯାଇଅଛି। ଯେତେବେଳେ ପ୍ରଚାରର କଥା ଆସେ, 되면 그냥 ତେବେ ଅନେକ ଲୋକମାନେ ଏହାକୁ ବ୍ୟାଗ୍ ନେଇଯିବା ଓ ଲୋକଙ୍କୁ ବାଇବେଲ ଶିଖାଇବା ବିଷୟରେ ଭାବି ପାରନ୍ତି। ପ୍ରଚାର ଏକ ଜୀବିତ ପ୍ରମାଣ ଓ ଅନୁତାପର ପ୍ରମାଣପତ୍ର ଅଟେ। 회개했다는 증명서가 바로 전도입니다. 예, 그러니 କ'ଣ ଏହା ପ୍ରଥମ ଥିସଲୋନିକୀୟ ଅଧ୍ୟାୟ 2ରେ ସ୍ପଷ୍ଟ ରୂପରେ ଉଲ୍ଲେଖ କରାଯାଏ ନାହିଁ 사람들은 କି କେହି ମଧ୍ୟ ନୁହେଁ, କିନ୍ତୁ ଯେଉଁମାନଙ୍କୁ ପରମେଶ୍ୱର ମନୋନୀତ କରିଛନ୍ତି ସେମାନେ ସୁସମାଚାର ପ୍ରଚାର କରିପାରିବେ? 있습니까? ଏଥିପାଇଁ ଯୀଶୁ ସେହି ଲୋକମାନଙ୍କୁ ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ଅନୁତାପ କରିଛନ୍ତି ପ୍ରଚାର କରିବାକୁ କହିଲେ। ଆସନ୍ତୁ ଆମ୍ଭେମାନେ ମାଥିଓ ଅଧ୍ୟାୟ 28 ଦେଖିବା। ମାଥିଓ ଅଧ୍ୟାୟ 28 ପଦ 18ରେ ଲେଖା ଅଛି, ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଅଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। 너희는 가서 ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ 가르쳐 ଶିକ୍ଷା ଦେଇ 지키게 하라. ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ଏଠାରେ ଯୀଶୁ କହୁଛନ୍ତି ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଏଥିପାଇଁ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କର ଏବଂ ସେମାନଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ। ବପ୍ତିସ୍ମାର ଆବଶ୍ୟକତା କାହାକୁ ଅଛି? ଏହା ସେହି ପାପୀମାନଙ୍କ ନିମନ୍ତେ ଏକ ବିଧି ଅଟେ ଯେଉଁମାନେ ଅନୁତାପ କରୁଛନ୍ତି। ବାପ୍ତିସ୍ମ ଦିଅ ର ଅର୍ଥ କ'ଣ? ଏହାର ଅର୍ଥ ଅନୁତାପରେ ସେମାନଙ୍କ ନେତୃତ୍ୱ କରିବା। ଅନୁତାପ କରିବା ପରେ ଲୋକମାନଙ୍କୁ ବାପ୍ତିସ୍ମ ଦିଆଯାଇପାରିବ। ପୁଣି ବାପ୍ତିସ୍ମ ନେବା ପରେ ସେମାନଙ୍କୁ କ'ଣ କରିବା ଉଚିତ? ଯଦି ସେମାନେ ବାସ୍ତବରେ ଅନୁତାପ କରିଛନ୍ତି, ତେବେ ସେମାନେ ତାହା କେବଳ ସ୍ୱୟଂର ପାଖରେ ରଖିବା ବ୍ୟତୀତ ଅନ୍ୟମାନଙ୍କୁ ଅନୁତାପର ପ୍ରଚାର କରାଇବେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ପ୍ରକୃତ ଅନୁତାପ ଅଟେ। ସେମାନେ ହିଁ ପରମେଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ ଲୋକମାନେ ଅଟନ୍ତି, ହଁ ନା? ଲୁକ ଅଧ୍ୟାୟ 15ରେ
예, 진실한 ଆସନ୍ତୁ ଆମ୍ଭେମାନେ ଦେଖିବା କି କ'ଣ ହୁଏ 어떤 일들이 ଯେତେବେଳେ ଆମ୍ଭେମାନେ ପ୍ରକୃତ ଅନୁତାପ କରିଥାଉ। 확인을 해보도록 하겠습니다. ଲୁକ ଅଧ୍ୟାୟ 15 ପଦ 1ରେ ଲେଖା ଅଛି, 보겠습니다. ଆଉ କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶ୍ରବଣ ନିମନ୍ତେ ତାହାଙ୍କ ନିକଟକୁ ଆସୁଥିଲେ। ସେଥିରେ ଫାରୁସୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ। ସେହି ଲୋକମାନଙ୍କ ଭୁଲ ବିଚାରକୁ ଠିକ୍ କରିବା ପାଇଁ ଯେଉଁମାନେ ଯୀଶୁଙ୍କ ନିନ୍ଦା କଲେ, ଯୀଶୁ ସେମାନଙ୍କୁ ଅନୁତାପ ବିଷୟରେ ଏକ ଶିକ୍ଷା ଦେଲେ। ଆସନ୍ତୁ ଆମେ ପଦ 11କୁ ଯିବା। ସେ ଆହୁରି କହିଲେ, ଜଣେ ବ୍ୟକ୍ତିର 2ଟି ପୁତ୍ର ଥିଲେ। ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ବାଣ୍ଟରେ ପଡ଼ୁଅଛି ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସର୍ବସ୍ୱ ସେମାନଙ୍କୁ ବାଣ୍ଟିଦେଲେ। ଅଳ୍ପ ଦିନ ଉତ୍ତାରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣାର ସମ୍ପତ୍ତି ଉଡ଼ାଇ ଦେଲା। କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହା ଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା। ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା କ୍ଷେତକୁ ପଠାଇଲେ। ପୁଣି ଘୁଷୁରିମାନେ ଯେଉଁ ସିମ ଖାଉଥିଲେ ସେଥିରେ ସେ ଆପଣା ପେଟ ପୁରାଇବାକୁ ବାଞ୍ଚା କରୁଥିଲା, କିନ୍ତୁ କେହି ତାହାକୁ କିଛି ଦେଉନଥିଲେ। ମାତ୍ର ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲ୍ୟାଙ୍କର ଖାଦ୍ୟ ବଳି ପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି। ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି ଓ ତାଙ୍କୁ କହିବି, ବାପା, ଈଶ୍ୱରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ। ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ। ସେଠାରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। ଯୀଶୁ ସେମାନଙ୍କୁ ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ ଶିଖାଇଲେ। ସାନ ପୁଅ ତାହାର ବାପାକୁ କହିଲା, ହେ ବାପା, ସମ୍ପତ୍ତି ମଧ୍ୟରୁ ଯେଉଁ ଭାଗ ମୋ ବାଣ୍ଟରେ ପଡ଼ୁଅଛି ତାହା ମୋତେ ଦେଇଦିଅ। ଆଉ ସେ ତାହା ପ୍ରଥମେ ହିଁ ପ୍ରାପ୍ତ କରିନେଲା। ସେ ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣା ସମ୍ପତ୍ତି ଉଡ଼ାଇ ଦେଲା। କ୍ଷଣକରେ ସେ ଆପଣା ସମସ୍ତ ସମ୍ପତ୍ତି ହରାଇ ଦେଲା। ସେତେବେଳେ ସେହି ଦେଶରେ ମହାଦୁର୍ଭିକ୍ଷ ପଡ଼ିଲା ଓ ସେ ବଞ୍ଚିବାର ପ୍ରବନ୍ଧ ମଧ୍ୟ କରିପାରିଲା ନାହିଁ। ତାହାକୁ ବହୁତ କଷ୍ଟରେ ଘୁଷୁରିମାନଙ୍କୁ ଖୁଆଇବାର କାମ ମିଳିଲା। କିନ୍ତୁ ସେ ଏତେ ଖରାପ ସ୍ଥିତିରେ ଥିଲା କି ସେ ଯେଉଁ ପାତ୍ରରେ ସିମ ଖାଉଥିଲେ ସେଥିରେ ସେ ଆପଣା ପେଟ ପୁରାଇବାକୁ ବାଞ୍ଚା କଲା। ସେ ଗମ୍ଭୀରତାରେ ଚିନ୍ତା କଲା, ମୋ ପିତାଙ୍କ ସମସ୍ତ ମୂଲିଆଙ୍କୁ ଖାଇବା ଠାରୁ ଅଧିକ ଭୋଜନ ମିଳେ ଓ ମୁଁ ଏଠାରେ ଭୋକରେ ମରୁଅଛି। ମୋତେ ଏଠାରେ ନ ରହିବା ଉଚିତ, କିନ୍ତୁ ଆପଣା ପିତାଙ୍କ ପାଖକୁ ଫେରିଯିବା ଉଚିତ। କାରଣ ତାହାକୁ ଲଜ୍ଜା ଲାଗୁଥିଲା ଏବଂ ଜଣେ ପୁତ୍ର ରୂପରେ ଫେରିବା ପାଇଁ ଦୁଃଖିତ ଥିଲା। ସେଥିପାଇଁ ସେ ଆପଣା ପିତାକୁ ଏହା କହିବାର ନିର୍ଣ୍ଣୟ କଲା, ମୋତେ ଆପଣା ଜଣେ ମୂଲିଆ ପରି ରଖନ୍ତୁ। ଏଥିପାଇଁ ସେ ଆପଣା ଘର ଆଡ଼କୁ ଚାଲି ଆସିଲା। ଏଠାରେ ଯୀଶୁ ଆମମାନଙ୍କୁ ଜାଣିବାକୁ ଦେଲେ କି ଅନୁତାପ କ'ଣ। ସେହି ସମୟ ବିଷୟରେ ଯେତେବେଳେ ସେ ଆପଣା ପିତାଙ୍କ ପାଖକୁ ଫେରିବାର ନିର୍ଣ୍ଣୟ କଲା, ବାଇବଲ କହେ ସେ ଆପଣା ଚେତାରେ ଆସିଲା। ଯେତେବେଳେ ସେ ଆପଣା ପିତାକୁ ଛାଡ଼ି ଦୂର ଦେଶକୁ ଚାଲିଗଲା ଆଉ ସେଠାରେ କଦାଚାରରେ ଆପଣା ସମ୍ପତ୍ତି ଉଡ଼ାଇ ଦେଲା, ସେତେବେଳେ କ'ଣ ତାହାର ବୁଦ୍ଧି ବଣା ହୋଇଯାଇଥିଲା? ନାହିଁ। ବାଇବଲ ଏହା ସ୍ପଷ୍ଟ ରୂପରେ ବୁଝାଇଥାଏ ତାହାର ବୁଦ୍ଧି ବଣା ହୋଇନଥିଲା। ଯେତେବେଳେ ସେ ଆପଣା ଚେତାରେ ଆସିଲା, ତେବେ ସେ କ'ଣ କାର୍ଯ୍ୟ କଲା? ସେ ଆପଣା ପିତା ଓ ଆପଣା ଘର ବିଷୟରେ ଚିନ୍ତା କଲା। ଓ ମୁଁ ଫେରିଯିବି, ମୋତେ ବର୍ତ୍ତମାନ ଏଠାରେ ଆଉ ରହିବା ଉଚିତ ନୁହେଁ। ପ୍ରଥମେ ସେ ଆପଣା ଚେତାର ବାହାରେ ଥିଲା। ଆଜି ଅନେକ ଲୋକ ଆପଣା ବୁଦ୍ଧି ହରାଇ ପୃଥିବୀରେ ଜୀବନଯାପନ କରୁଛନ୍ତି। ସେମାନେ କୌଣସି ବସ୍ତୁର ଅଧୀନତାରେ ଜୀବନଯାପନ କରୁଛନ୍ତି। ଯେତେବେଳେ ଆମ୍ଭେମାନେ ଆପଣା ଚେତାରେ ଆସିଲୁ, ତେବେ ଆମ୍ଭମାନଙ୍କୁ ସ୍ମରଣ ହେଲା କି ଆମ୍ଭେ ସ୍ୱର୍ଗ ରାଜ୍ୟରେ ପରମେଶ୍ୱରଙ୍କ ବିରୋଧରେ ପାପ କରି ପୃଥିବୀର ତଳକୁ ପକାଇ ଦିଆଯାଇଥିଲୁ। କିନ୍ତୁ ପରମେଶ୍ୱର ମହିମାର ମାର୍ଗ ଖୋଲିଦେଲେ ଓ ଆପଣା ଅସୀମ ଅନୁଗ୍ରହରେ ଆମ୍ଭମାନଙ୍କ ପରି ଗମ୍ଭୀର ପାପୀମାନଙ୍କୁ ରକ୍ଷା କଲେ। ଏଥିପାଇଁ ଆମ୍ଭେମାନେ ଚିନ୍ତା କଲୁ, ବର୍ତ୍ତମାନ ଠାରୁ ମୋହର ଜୀବନର ଲକ୍ଷ୍ୟ କେବଳ ସ୍ୱର୍ଗର ମାର୍ଗରେ ଚାଲିବା ପାଇଁ ଚେଷ୍ଟା କରିବାକୁ ହେବ।
ସେହି କାର୍ଯ୍ୟ କ'ଣ ଅଟେ ଯେଉଁଥିରେ ଲୋକମାନେ ଯେଉଁମାନେ ଆପଣା ଚେତାକୁ ହରାଇ ଜୀବନଯାପନ କରୁଛନ୍ତି ଆପଣା ଚେତାରେ ଫେରି ଆସୁଛନ୍ତି ତାହା ପ୍ରଚାର ଅଟେ। ଅନୁତାପର ଜୀବିତ ପ୍ରମାଣ ପ୍ରଚାର ଅଟେ। ଭାଇ ଓ ଭଉଣୀମାନେ, ଆପଣ ନିଜ ପଡ଼ୋଶୀଙ୍କୁ କହିପାରିବେ ଏହା ଆଦି ପୁସ୍ତକ ଓ ପ୍ରକାଶିତ ବାକ୍ୟର ପୁସ୍ତକରେ ପରମେଶ୍ୱରଙ୍କ ବାକ୍ୟ ଅଟେ। କିନ୍ତୁ କେବଳ ଏତିକି ହିଁ ପ୍ରଚାର ନୁହେଁ, ବାସ୍ତବରେ ପରମେଶ୍ୱର ଏକୁଟିଆ ସହଜରେ ସେମାନଙ୍କ ନେତୃତ୍ୱ କରିପାରିବେ। ପୃଥିବୀର ସୃଷ୍ଟି କିଏ କଲେ? ଆଦ୍ୟରେ ପରମେଶ୍ୱର ଆକାଶ ଓ ପୃଥିବୀର ସୃଷ୍ଟି କଲେ। ପରମେଶ୍ୱର ପୃଥିବୀରେ ସମସ୍ତ ଜୀବିତ ବସ୍ତୁ ଓ ସମସ୍ତ ବ୍ରହ୍ମାଣ୍ଡର ସୃଷ୍ଟି କଲେ। ପରମେଶ୍ୱର 7 ଆରବ ଲୋକଙ୍କୁ ଜନ୍ମ ଦେଲେ, ହଁ ନା? ତେବେ କ'ଣ ପରମେଶ୍ୱର କ୍ଷଣକରେ ପ୍ରଚାର କରିବା ପାଇଁ ଅସମର୍ଥ ଅଟନ୍ତି? ଏହି ଦିନରେ ଯେତେବେଳେ କେହି ରାଷ୍ଟ୍ରପତି ଆପଣା ଫେସବୁକରେ ଆପଣା ମନର କଥା ବ୍ୟକ୍ତ କରେ, ତେବେ ଏହା ଗୋଟିଏ ସେକେଣ୍ଡରେ ତାହାଙ୍କ ସହସ୍ର ଅନୁଗାମୀଙ୍କ ପର୍ଯ୍ୟନ୍ତ ପହଞ୍ଚିଯାଏ। ଆଜି ଏପରି ପ୍ରଣାଳୀ ଆମମାନଙ୍କୁ ଗୋଟିଏ ଦିନରେ 7.6 ଆରବ ବିଶ୍ୱବ୍ୟାପୀ ଅଧିବାସୀଙ୍କୁ ସନ୍ଦେଶ ଦେବାରେ ସକ୍ଷମ ହୋଇଥାଏ। ବର୍ତ୍ତମାନ ଆମ୍ଭେ ଆପଣା ଜୀବନରେ ଆଧୁନିକ ସୁବିଧା ରୂପରେ ଏପରି ବସ୍ତୁଗୁଡ଼ିକର ଉପଯୋଗ କରୁଅଛୁ। ଯଦି ପରମେଶ୍ୱର ଚାହାନ୍ତି ତେବେ ସେ ଏହା ଗୋଟିଏ ଦିନରେ ସହଜରେ ସମ୍ପୂର୍ଣ୍ଣ କରିପାରିବେ। କିନ୍ତୁ ପରମେଶ୍ୱର ଏହି କାର୍ଯ୍ୟ କାହାକୁ ସମର୍ପିତ କଲେ? ପରମେଶ୍ୱର ଆମମାନଙ୍କୁ ଏହି କାର୍ଯ୍ୟ ସମର୍ପିତ କଲେ ଯେଉଁମାନେ ବାଇବେଲର ବାକ୍ୟକୁ କହିବା ଓ ଖୋଜିବାରେ ଏବେ ମଧ୍ୟ ଦୁର୍ବଳ ଅଛନ୍ତି। କାହିଁକି? ଆମ୍ଭମାନଙ୍କ ଅନୁତାପ ନିମନ୍ତେ। ଆମ୍ଭମାନଙ୍କ ପଡ଼ୋଶୀମାନଙ୍କୁ ଅନୁତାପ କରାଇବା ପାଇଁ ନେତୃତ୍ୱ କରି ଆମ୍ଭେ କହିଥାଉ, ଆସ ଅନୁତାପ କରିବା ଓ ଉଦ୍ଧାର ପ୍ରାପ୍ତ କରିବା। କ'ଣ ଆମ୍ଭମାନଙ୍କୁ ଏକ ସଙ୍ଗରେ ସ୍ୱର୍ଗ ଯିବା ଉଚିତ ନୁହେଁ? ଇଂରାଜୀ ବାଇବଲ ଲୁକ ଅଧ୍ୟାୟ 15 ପଦ 17 କହିଥାଏ, when he came to his senses, ଅର୍ଥାତ୍ ଯେତେବେଳେ ସେ ଆପଣା ଚେତାରେ ଆସିଲା। ପୂର୍ବରୁ ତାହାର ଚେତା ଠିକ ନଥିଲା, ତେଣୁ ସେ ଆପଣା ପିତାଠାରୁ କ'ଣ ମାଗିଲା? ସମ୍ପତ୍ତି ମଧ୍ୟରୁ ଯେଉଁ ଭାଗ ମୋର ହେବ ତାହା ମୋତେ ଦେଇ ଦିଅନ୍ତୁ। ସେ ଏପରି ନିର୍ଲଜ୍ଜ କର୍ମ କରିବାକୁ ସାହସ କଲା ଯାହା ତାକୁ କରିବାର ଉଚିତ ନଥିଲା, କିନ୍ତୁ ତାହାର ପିତା ଏହାକୁ କିଛି ନ କହି ଦେଇଦେଲା। କ'ଣ ସେ ଏହାର ଉପଯୋଗ କୌଣସି ଲାଭଦାୟକ ଓ ଉତ୍ତମ କାର୍ଯ୍ୟ ନିମନ୍ତେ କଲା? ବିଲକୁଲ ନୁହେଁ। ସେ ଏହାର ଉପଯୋଗ କଦାଚାରରେ କଲା। ଶେଷରେ ତାହାକୁ ଘୁଷୁରୀମାନଙ୍କୁ ଖୁଆଇବାର କାମ ମିଳିଲା। ସେ ଘୁଷୁରୀମାନଙ୍କ ଖାଇବାର ବାସନାରୁ ଆପଣା ପେଟ ପୂରାଇବାକୁ ବାଞ୍ଚା କଲା, କିନ୍ତୁ ତାହା କରିପାରିଲା ନାହିଁ। ସେ ଏପରି ଖରାପ ପରିସ୍ଥିତିରେ ପକାଇ ଦିଆଯାଇଥିଲା। ସେତେବେଳେ କ'ଣ ହେଲା? ସେ ଆପଣା ଚେତାରେ ଆସିଲା। ଯେତେବେଳେ ସେ ଆପଣା ଚେତାରେ ଆସିଲା, ସେ ଚିନ୍ତା କଲା, ମୋର ବର୍ତ୍ତମାନ ଜୀବନ ଠିକ ନୁହେଁ, ମୋତେ ଫେରିଯିବା ଉଚିତ। କିନ୍ତୁ ମୋତେ ଜଣେ ପୁତ୍ର ରୂପରେ ଫେରିଯିବା ପାଇଁ ବହୁତ ଦୋଷୀ ଅନୁଭବ ହେଉଅଛି। ମୁଁ ଆପଣା ପିତାକୁ କହିବି, ମୋତେ ଆପଣ ଜଣେ ମୂଲିଆ ପରି ରଖନ୍ତୁ। ଯୀଶୁ ଏହି ଦୃଷ୍ଟାନ୍ତ ଦ୍ୱାରା ଜଣାଇଲେ କି କେମିତି ଏହି ଅପବ୍ୟୟୀ ପୁତ୍ର ଆପଣା ପିତାଙ୍କ ନିକଟକୁ ଫେରିଲା। ପୂର୍ବରୁ ପୁତ୍ରଟିର ବୁଦ୍ଧି ତାହାର ଚେତରେ ନଥିଲା, କିନ୍ତୁ ଯେତେବେଳେ ସେ ଆପଣା ଚେତରେ ଆସିଲା, ସେତେବେଳେ ସେ ଏକ ସଠିକ ମନ ରଖିପାରିଲା। ଏହି ପରିବର୍ତ୍ତନକୁ ଅନୁତାପ କୁହାଯାଏ। ଶବ୍ଦ ସେ ଆପଣା ଚେତାରେ ଆସିଲା ର ଅର୍ଥ ଅଟେ କି ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରିବା ଆରମ୍ଭ କରିଦେଲା। ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରିବାକୁ ଲାଗିଲା, ଆଉ ସେ ପରମେଶ୍ୱରଙ୍କ ଘର ଫେରିଯିବାର ନିଷ୍ପତ୍ତି ନେଲା। ତାହାର ଜୀବନର ଲକ୍ଷ୍ୟ ବଦଳିଗଲା। ତାହାର ପୂର୍ବଗତ ଜୀବନର ଲକ୍ଷ୍ୟ କଦାଚାରରେ ଆପଣା ସମ୍ପତ୍ତିର ଆନନ୍ଦ ନେବାର ଥିଲା, କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୱେଷଣରେ ପରିବର୍ତ୍ତନ ହୋଇଗଲା। ଯେତେବେଳେ ସେ ଫେରିଲା, ସେତେବେଳେ ପରମେଶ୍ୱର କିପରି ତାହାର ସ୍ୱାଗତ କଲେ? ଆସନ୍ତୁ ଆମ୍ଭେ ପଦ 20 ଦେଖିବା। ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା, କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ି ଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ।
ପୁତ୍ର ତାଙ୍କୁ କହିଲେ, ବାପା, ଈଶ୍ୱରଙ୍କ ବିରୋଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି। ତୁମ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ। କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ଲାଗୁ ଚଞ୍ଚଳ ଘେନି ଆସି ଏହାକୁ ପିନ୍ଧାଅ। ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ। ପୁଣି ହୃଷ୍ଟପୃଷ୍ଟ ପଶୁ ଆଣି ମାର। ଆସ ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ। କାରଣ ମୋର ଏହି ପୁଅ କଣ ମୃତ୍ୟୁ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜି ଯାଇଥିଲା ଆଉ ମିଳିଲା। ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ। ପୂର୍ବରୁ ସେ ମୃତକ ପରି ଥିଲା। ସେ ଚିନ୍ତା କରିଥିଲା, ମୁଁ ବହୁତ ଟଙ୍କା ଅର୍ଜନ କରିବି ଆଉ କଦାଚାରରେ ଆପଣା ସମ୍ପତ୍ତି ଉଡ଼ାଇବି। ମୋତେ ଖୁସି ଓ ଆରାମରେ ରହିବାକୁ ଦିଅ। ଏହା ପ୍ରଥମେ ତାହାର ଜୀବନର ଲକ୍ଷ୍ୟ ଥିଲା। ତାପରେ ସେ ଆପଣା ପିତାର ଅନ୍ୱେଷଣ କଲା ଓ ଆପଣା ଘରର ବିଷୟରେ ଚିନ୍ତା କଲା ଓ ଏହି ଲକ୍ଷ୍ୟ ପ୍ରସ୍ତୁତ କଲା କି ମୁଁ ଫେରିଯିବି। ତାହାକୁ ଦେଖି ତାହାର ପିତା କଣ କଲା? ମୋର ଏହି ପୁତ୍ର ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା। ଭାଇ ଓ ଭଉଣୀମାନେ, ଏହା ଅନୁତାପ ଅଟେ। ଏହା ସେହି କ୍ଷଣ ଅଟେ ଯେତେବେଳେ ଆମେ ପରମେଶ୍ୱରଙ୍କ ଆଡ଼କୁ ଫେରିଥାଉ। ତାହା ପାଖରେ ପରମେଶ୍ୱର, ଘର ଓ ସ୍ୱର୍ଗ ରାଜ୍ୟର ଅପେକ୍ଷା ଆଉ କୌଣସି ବିଚାର ନଥିଲା। ଯେତେବେଳେ ସେ ଏପରି ଫେରିଲା, ସେତେବେଳେ ସେ କହିଲା, ମୋର ଏହି ପୁତ୍ର ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା। କାରଣ ମୋର ଏହି ପୁତ୍ର ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜି ଯାଇଥିଲା ଆଉ ମିଳିଲା। ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ। ଆଜି ଆମ୍ଭେ କେମିତି ହଜି ଯାଇଥିବା ମାନଙ୍କୁ ଖୋଜିପାରିବା ଓ ମୃତ ଆତ୍ମାଙ୍କୁ ପୁନର୍ଜୀବିତ କରିପାରିବା? ଏହା ପ୍ରଚାର ଦ୍ୱାରା ଅଟେ, ହଁ ନା? ଏଥିପାଇଁ ପରମେଶ୍ୱର ଆମମାନଙ୍କୁ ପ୍ରଚାର କରିବାର ସୁଯୋଗ ଦେଲେ। ପ୍ରଚାର ଅନୁତାପ ଅଟେ। ପ୍ରଚାର କେବଳ ପ୍ରଚାର ନୁହେଁ, କିନ୍ତୁ ଅନୁତାପ ଅଟେ। ଅନୁତାପର ଜୀବିତ ପ୍ରମାଣ କଣ ଅଟେ? ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭେ ଆପଣା ସତ୍ୟ ଅନୁତାପ କାହା ଦ୍ୱାରା ଦେଖାଇ ପାରିବା? ପରମେଶ୍ୱର କହନ୍ତି, ସାମାରିୟରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହି ସୁସମାଚାରର ପ୍ରଚାର କର। ଯଦି ଆପଣ ସମ୍ପୂର୍ଣ୍ଣ ଭାବରେ ଅନୁତାପ ଅନୁଭବ କରିଛନ୍ତି, ତେବେ ଏହା କର। ଛାତ୍ରଙ୍କୁ ସ୍କୁଲରେ, ସୈନିକ ସଦସ୍ୟଙ୍କୁ ସୈନ୍ୟ ସ୍ଥଳରେ, ଶ୍ରମିକଙ୍କୁ କାମ ସମୟରେ ଆଉ ଗୃହିଣୀଙ୍କୁ ଆପଣା ପଡ଼ୋଶୀମାନଙ୍କୁ ପ୍ରଚାର କରିବା ଉଚିତ। ଆମ୍ଭମାନଙ୍କ ଜୀବନ ଯାପନ ସମୟରେ କଣ ଆମ୍ଭମାନଙ୍କ ଆଖପାଖରେ ଅନେକ ହଜି ଯାଇଥିବା ଆତ୍ମା ନାହାନ୍ତି? କଣ ଏପରି ଅନେକ ଲୋକ ନାହାନ୍ତି ଯେଉଁମାନଙ୍କ ପାଖରେ ଅପବ୍ୟୟୀ ପୁତ୍ରଙ୍କ ସମାନ ଜୀବନ ଅତିବାହିତ କରିବାର ଲକ୍ଷ୍ୟ ଅଛି? ଆମ୍ଭେ ସେମାନଙ୍କୁ ସ୍ୱର୍ଗ ବିଷୟରେ ଜଣାଇବା ଉଚିତ। ଯେପରି ଯେପରି ବର୍ଷ ଅତିବାହିତ ହୁଏ, ଯେପରି ଯେପରି ଲୋକଙ୍କ ବୟସ ବୃଦ୍ଧି ହୁଏ, 20ରୁ 30, 30ରୁ 40, 40ରୁ 50, 50ରୁ 60, 60ରୁ 70, 70ରୁ 80, ତେବେ ଲୋକମାନେ ଆପଣା ଭବିଷ୍ୟତକୁ ନେଇ ଅସହାୟ ହୋଇଯାନ୍ତି। ସେମାନଙ୍କ ପାଖରେ କେବଳ ଗୋଟିଏ ଅନ୍ଧକାର ଭବିଷ୍ୟତ ଅଛି। ସେମାନେ ଚିନ୍ତା କରନ୍ତି, ଓ କେବଳ ମୃତ୍ୟୁ ମୋର ଅପେକ୍ଷା କରୁଅଛି। ତେବେ ଆଶା ବିନା ଏହା କେତେ ଦୟନୀୟ ଅଟେ। କିନ୍ତୁ ଆମ୍ଭମାନଙ୍କ ବିଷୟରେ କଣ? ଯଦିଓ ଆମ୍ଭେ 60 ବର୍ଷରେ ଅତିବାହିତ କରିବା, ଆଉ 70, 80, ପୁଣି 90 ବର୍ଷ ହୋଇଯିବା, କିନ୍ତୁ ଆମ୍ଭେ ଉତ୍ସାହିତ ହୋଇଥାଉ କି, ଓ ସ୍ୱର୍ଗ ରାଜ୍ୟ ଫେରିଯିବାର ସମୟ ପାଖରେ ଅଛି, ହଁ ନା? ଆମ୍ଭେମାନେ ଶୀଘ୍ର ହିଁ ପିତାଙ୍କୁ ଦେଖିବା। ଯେତେବେଳେ ଆମ୍ଭେ ସ୍ୱର୍ଗକୁ ଯିବା, ତେବେ ଆମ୍ଭେ ପିତରଙ୍କ ସହିତ ମଧ୍ୟ ସାକ୍ଷାତ କରିବା। ଏଲିୟ ଓ ରାଜା ଦାଉଦଙ୍କୁ ଦେଖିବା। ପରମେଶ୍ୱର ଆମ୍ଭମାନଙ୍କୁ କେତେ ମହାନ ଆଶୀର୍ବାଦ ଓ ଆଶା ଦେବେ। ଏହି ସଂସାରରେ ଲୋକଙ୍କ ଜୀବନର ଅନ୍ତ ଓ ଆମ୍ଭମାନଙ୍କ ଜୀବନର ଅନ୍ତ ବିଲକୁଲ ଭିନ୍ନ ଅଟେ। ଏଥିପାଇଁ ପରମେଶ୍ୱର କହିଲେ, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ, ସେଥିପାଇଁ ସତ୍ୟ ଅନୁତାପ ଜୀବନ ଅତିବାହିତ କର। ଆମମାନଙ୍କ ପଡ଼ୋଶୀମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଉଦ୍ଧାରର ମାର୍ଗରେ ଆସିନାହାନ୍ତି, ଆଉ ଯେଉଁମାନେ ବର୍ତ୍ତମାନ ଯାଏ ପରମେଶ୍ୱର ଓ ସ୍ୱର୍ଗ ରାଜ୍ୟ ବିଷୟରେ ଜାଣନ୍ତି ନାହିଁ। ଆମ୍ଭେ ସେମାନଙ୍କୁ ଜଣାଇବା ଉଚିତ କି ସେମାନଙ୍କ ପାଖରେ ଭବିଷ୍ୟତ ନିମନ୍ତେ ଆଶା ଅଛି। ମୋର ଆଶା ଅଛି କି ଆମ୍ଭେ ସେମାନଙ୍କୁ ଜଣାଇବା କି ପୃଥିବୀର ଜୀବନ ହିଁ ସବୁକିଛି ନୁହେଁ, କିନ୍ତୁ ସ୍ୱର୍ଗର ଜୀବନ ମଧ୍ୟ ଅଛି, ଯାହାଦ୍ୱାରା ଆମ୍ଭେ ସେହି ଆଶାରେ ଆନନ୍ଦିତ ଓ ଖୁସି ରହିପାରିବା। ଆମମାନଙ୍କୁ ଏହି ବହୁମୂଲ୍ୟ ସୁଯୋଗକୁ କେବେ ମଧ୍ୟ ହରାଇବା ଉଚିତ ନୁହେଁ। ଆସନ୍ତୁ ଆମ୍ଭେ ଅନୁତାପ କରିବା ଓ ପରମେଶ୍ୱରଙ୍କ ନିକଟକୁ ଆସିବା। ଆସନ୍ତୁ ଆମ୍ଭେ ଲୁକ ଅଧ୍ୟାୟ 3 ପଦ 8 ଦେଖିବା।
ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ପୁଣି ଅବ୍ରାହମ ଆମମାନଙ୍କ ପିତା ମନେ ମନେ ସୁଦ୍ଧା ଏପରି କୁହ ନାହିଁ, କାରଣ ମୁଁ ତୁମମାନଙ୍କୁ କହୁଅଛି, 하나님이 ଈଶ୍ୱର ଏହି ପଥର ଗୁଡ଼ାକରୁ ଅବ୍ରାହମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। ତେବେ ଅନୁତାପର ପ୍ରମାଣ 합당한 열매, ଅର୍ଥାତ୍ ମନ ପରିବର୍ତ୍ତନର ଯୋଗ୍ୟ ଫଳ କ'ଣ? 증거. 이것이 과연 무엇이냐 이겁니다. 이걸 ଯୀଶୁ ଓ ବିଶ୍ୱାସର ପୂର୍ବପୁରୁଷମାନେ 선진들도 한결같이 지금 ବାରମ୍ବାର କହୁଛନ୍ତି 전도라는 କି 사실을 ପ୍ରଚାର ସେହି ମାର୍ଗ ଅଟେ। 우리에게 또 일깨워주고 있습니다. ଅନୁତାପ କରିବା କ୍ଷଣି ପ୍ରେରିତ ପାଉଲ କ'ଣ କଲେ? 맨 먼저 한 것이 뭡니까? ସେ ସେହି ଯହୂଦୀଙ୍କ ନିକଟକୁ ଗଲେ ଯାହାଙ୍କ ସହିତ ସେ ବସବାସ କରୁଥିଲେ ଓ କହିଲେ, ଯୀଶୁ ପରମେଶ୍ୱର ଅଟନ୍ତି ଯେ ଏହି ପୃଥିବୀରେ ଆସିଲେ, ସେ ଖ୍ରୀଷ୍ଟ ଅଟନ୍ତି। ସର୍ବପ୍ରଥମେ କାର୍ଯ୍ୟ ଯାହା ସେ କଲେ ତାହା ଥିଲା ପ୍ରଚାର। ବାପ୍ତିସ୍ମା ନେବା ପରେ ଯୀଶୁଖ୍ରୀଷ୍ଟ କ'ଣ କଲେ? ଏହା କହୁଥାଇ ମନ ପରିବର୍ତ୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। କ'ଣ ସେ ପ୍ରଚାର କରିବାକୁ ବାହାରକୁ ଗଲେ ନାହିଁ? 우리 모두가 ଆସନ୍ତୁ ଆମ୍ଭେ ସମସ୍ତେ ପୁଣି ଥରେ 회개의 ଧ୍ୟାନ ଦେବା କି ଏହି ଅନ୍ତିମ ଦିନରେ ପ୍ରଚାର 사실들을 다시 한번 ଅନୁତାପର ପ୍ରମାଣ ଅଟେ। ପରମେଶ୍ୱର ତୁରିଧ୍ୱନି ପର୍ବ, ପ୍ରାୟଶ୍ଚିତର ଦିନ ଓ ତାହାପରେ ପତ୍ରକୁଟୀର ପର୍ବକୁ ଗୋଟିଏ କ୍ରମରେ କାହିଁକି ରଖିଲେ? ଏହା ସେହି ବ୍ୟକ୍ତି ନିମନ୍ତେ ଅଟେ ଯେ ଅନୁତାପ କଲା, ଯାହାଦ୍ୱାରା ସେ ଆପଣା ଅନୁତାପର ପ୍ରମାଣ ଦେଖାଇ ପାରିବ। ଏଥିପାଇଁ ପତ୍ରକୁଟୀର ପର୍ବର 7 ଦିନର ପ୍ରଚାର ସଭା ହୁଏ। 이때 또 ମୋତେ ଆଶା ଅଛି କି ଏହା କହୁଥାଏ କି ଆସ ଆମ୍ଭେ ଅନୁତାପ କରିବା 받읍시다 하고 ଓ ଏକ ସଙ୍ଗରେ ସ୍ୱର୍ଗକୁ ଯିବା। 우리 이웃에게도 ଆମମାନଙ୍କ ପଡ଼ୋଶୀ ଓ ସାଙ୍ଗମାନଙ୍କ ସହିତ ଅନେକ ଆତ୍ମାଙ୍କୁ 또 전하시고 ଏହି ଶୁଭ ସନ୍ଦେଶ ଦେବାର ସୁଯୋଗ ହୋଇପାରିବ। 했으면 좋겠습니다. ଏହା ପରମେଶ୍ୱରଙ୍କ ପ୍ରତି ଆମମାନଙ୍କ ପ୍ରକୃତ ଅନୁତାପ ସଫଳ କରିବାର ଏକମାତ୍ର ସୁଯୋଗ ଅଟେ। ମୋର ଆଶା ଅଛି କି ଆସୁଥିବା ପର୍ବ ପରମେଶ୍ୱରଙ୍କ ଠାରୁ ପ୍ରଚୁର ମାତ୍ରାରେ ପବିତ୍ର ଆତ୍ମା ପ୍ରାପ୍ତ କରିବ ଓ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ବହୁମୂଲ୍ୟ ସମୟ ହେବ। ଏହା ଦ୍ୱାରା ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହୁଁଅଛି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।